ଅତ ଏକବିଂଶ ଅଧ୍ୟାୟ ଜ୍ଞାନ ଭକ୍ତି ଓ ଯମ ନିୟମାଦି ସାଧନାମାନଙ୍କର ବର୍ଣ୍ଣନା। ଭଗବାନ ଶ୍ରୀକୃଷ୍ଣ କହିଲେ, ହେ ଉଦ୍ଧବ, ଯେ ଉପନିଷଦାଦି ଶାସ୍ତ୍ରର ଶ୍ରବଣ ମନନ ଓ ନିଧିଧ୍ୟାସନ ଦ୍ୱାରା ଆତ୍ମାନୁସନ୍ଧାନ ଆତ୍ମସାକ୍ଷାତ କରିପାରିଛନ୍ତି, ସେ ଶ୍ରୋତ୍ରିୟ ଏବଂ ବ୍ରହ୍ମନିଷ୍ଠ, ଯାହାଙ୍କର ସିଦ୍ଧାନ୍ତ କେବଳ ତର୍କ ଓ ଅନୁମାନ ଉପରେ ନିର୍ଭର କରେ ନାହିଁ, ଅର୍ଥାତ୍ ଯେ ପ୍ରତ୍ୟକ୍ଷରେ ଅନୁଭବ କରି ନେଇଥାନ୍ତି ଯେ ଏସବୁ ହେଉଛି ମାୟା। ସେ ଏହା ଜାଣିବା ପରେ ସେ ଜ୍ଞାନକୁ ବି ମୋଠାରୁ ଲୀନ କରିଦେବା ଉଚିତ। ମୁଁ ହିଁ ହେଉଛି ଜ୍ଞାନୀମାନଙ୍କର ଅଭିଷ୍ଟ ବସ୍ତୁ। ମୁଁ ହିଁ ହେଉଛି ସେମାନଙ୍କର ସାଧନ ଓ ସାଧ୍ୟ, ସ୍ୱର୍ଗ ଓ ଅପବର୍ଗ। ସେମାନେ ମୋ ଭିନ୍ନ ଅନ୍ୟ କୌଣସି ପଦାର୍ଥରେ ପ୍ରେମ ରଖନ୍ତି ନାହିଁ। ଜ୍ଞାନ ଓ ବିଜ୍ଞାନ ସମ୍ପନ୍ନ ସିଦ୍ଧପୁରୁଷମାନେ ହିଁ ମୋର ପ୍ରକୃତ ସ୍ୱରୂପ ଜାଣନ୍ତି। ତେଣୁ ଜ୍ଞାନୀ ପୁରୁଷମାନେ ହେଉଛନ୍ତି ମୋର ସବୁଠାରୁ ଅଧିକ ପ୍ରିୟ। ହେ ଉଦ୍ଧବ, ଜ୍ଞାନୀମାନେ ଜ୍ଞାନ ଦ୍ୱାରା ମୋତେ ନିରନ୍ତର ନିଜ ଅନ୍ତଃକରଣରେ ଧ୍ୟାନ କରନ୍ତି। ଜ୍ଞାନର ଗୋଟିଏ କଳା ଅର୍ଥାତ୍ କ୍ଷୁଦ୍ର ଅଂଶ ଦ୍ୱାରା ମଧ୍ୟ ଯେଉଁ ସିଦ୍ଧି ମିଳିପାରେ, ତାହା ତପସ୍ୟା, ତୀର୍ଥ, ଜପ, ଦାନ ଅଥବା ଅନ୍ୟ ପବିତ୍ରକାରୀ କ୍ରିୟାକଳାପ ଦ୍ୱାରା ମିଳିପାରେ ନାହିଁ। ତେଣୁ ହେ ପ୍ରିୟ ଉଦ୍ଧବ, ତୁମେ ଜ୍ଞାନ ଦ୍ୱାରା ନିଜର ଆତ୍ମସ୍ୱରୂପକୁ ଚିହ୍ନ ଏବଂ ତାପରେ ଜ୍ଞାନ ବିଜ୍ଞାନରେ ସମ୍ପନ୍ନ ହୋଇ ଭକ୍ତି ଭାବରେ ମୋତେ ଭଜନ କର। ବଡ଼ ବଡ଼ ମୁନି ଋଷିମାନେ ଜ୍ଞାନ ବିଜ୍ଞାନ ରୂପ ଯଜ୍ଞ ଦ୍ୱାରା ନିଜ ଅନ୍ତଃକରଣରେ ସ୍ଥିତ ମୋତେ ଅର୍ଥାତ୍ ସକଳ ଯଜ୍ଞର ଅଧିପତି ଆତ୍ମାକୁ ଯଜନ କରି ପରମ ସିଦ୍ଧି ଲାଭ କରିଛନ୍ତି। ହେ ଉଦ୍ଧବ, ଦେହ, ଇନ୍ଦ୍ରିୟ ଓ ଅନ୍ତଃକରଣ ରୂପରେ ଯେଉଁ ତ୍ରିଗୁଣାତ୍ମକ ବିକାର ରୂପ ଶରୀର ରହିଛି, ତୁମେ ସେହି ଶରୀରରେ ଆଶ୍ରୟ ନେଇଛ। ଅଜ୍ଞାନ ହେତୁ ତୋତେ ନିଜର ସ୍ୱରୂପ ମାୟା ଦ୍ୱାରା ଆବୃତ ହୋଇଯାଇଥିବାରୁ ହିଁ ଏ ଶରୀରର ସତ୍ତା ଅଛି ବୋଲି ବୋଧ ହେଉଛି। ଏହା ଜନ୍ମ ପୂର୍ବରୁ ନଥିଲା କି ମୃତ୍ୟୁ ପରେ ରହିବ ନାହିଁ। କେବଳ ଜନ୍ମ ଓ ମୃତ୍ୟୁର ମଧ୍ୟବର୍ତ୍ତୀ କାଳରେ ଏହା ଦେଖାଯାଉଛି। ଏ ଶରୀରର ଜନ୍ମ ଆଦି ଷଡ଼ବିକାର ବି ରହିଛି, ଯାହା ଆଦିରେ ଅସତ୍ ଓ ଅନ୍ତରେ ଅସତ୍, ତା ମଧ୍ୟରେ ବି ଅସତ୍। ଏପରି ନାଶବାନ ଅଟେ ଯେଉଁ ଶରୀର, ତା ସହିତ ତୁମର କି ସମ୍ବନ୍ଧ? ଉଦ୍ଧବ କହିଲେ, ହେ ବିଶ୍ୱେଶ୍ୱର, ହେ ବିଶ୍ୱମୂର୍ତ୍ତି, ବର୍ତ୍ତମାନ ଆପଣ ଯେଉଁ ଜ୍ଞାନର ବର୍ଣ୍ଣନା କଲେ, ଏହା ହେଉଛି ବିଶୁଦ୍ଧ, ବିପୁଳ ଏବଂ ସନାତନ। ଏହା ବୈରାଗ୍ୟ ଓ ବିଜ୍ଞାନ ଯୁକ୍ତ। ବର୍ତ୍ତମାନ ଆପଣ କୃପା କରି ସେହି ଭକ୍ତିଯୋଗ ବିଷୟରେ କୁହନ୍ତୁ, ଯାହାକି ବ୍ରହ୍ମାଦି ମହାପୁରୁଷ ମଧ୍ୟ ଅନ୍ୱେଷଣ କରୁଛନ୍ତି। ହେ ମୋର ସ୍ୱାମୀ, ମୁଁ ଏହି ଭାବ ମାର୍ଗରେ ତୀର୍ଥାପରେ ଜଳି ଅତ୍ୟନ୍ତ ପୀଡ଼ିତ ହେଉଛି। ଏ ସଙ୍କଟରୁ ରକ୍ଷା ପାଇବା ନିମନ୍ତେ ଆପଣଙ୍କ ଚରଣ ଯୁଗଳର ଶରଣ ନେବା ବ୍ୟତୀତ ମୋତେ ଅନ୍ୟ କୌଣସି ଉପାୟ ଦେଖାଯାଉ ନାହିଁ। ଆପଣଙ୍କର ଏହି ଚରଣ କମଳ ଯୁଗଳ ଅମୃତ ବର୍ଷା କରେ ଏବଂ ଶରଣାଗତକୁ ଅଭୟ ପ୍ରଦାନ କରେ। ହେ ମହାନୁଭାବ, ଆପଣଙ୍କର ଏହି ସେବକ ଅନ୍ଧକୂପରେ ପଡ଼ିଯାଇଛି, ଏହାକୁ କାଳରୂପୀ ସର୍ପ ଦର୍ଶନ କରୁଛି। ତଥାପି ଏହି ସେବକର କ୍ଷୁଦ୍ର ବିଷୟଭୋଗର ତୃଷ୍ଣା ମେଣ୍ଟୁ ନାହିଁ, ବରଂ ବଢ଼ି ଚାଲିଛି। ଆପଣ କୃପା କରି ଏହି ସେବକକୁ ଉଦ୍ଧାର କରନ୍ତୁ ଏବଂ ବିପତ୍ତିରୁ ଉଦ୍ଧାର କରିନେଉଥିବା ବାଣୀର ସୁଧା ଦ୍ୱାରା ମୋତେ ବିଜୟ ଦିଅନ୍ତୁ। ଭଗବାନ ଶ୍ରୀକୃଷ୍ଣ କହିଲେ, ହେ ଉଦ୍ଧବ, ତୁମେ ଯେଉଁ କଥା ଜାଣିବାକୁ ଚାହୁଁଛ, ଧର୍ମରାଜ ଯୁଧିଷ୍ଠିର ମଧ୍ୟ ଧାର୍ମିକ ଶିରୋମଣି ଭୀଷ୍ମ ପିତାମହଙ୍କୁ ଏହି କଥା ପଚାରିଥିଲେ। ସେତେବେଳେ ଆମେ ସମସ୍ତେ ସେଠାରେ ଉପସ୍ଥିତ ଥିଲୁ। ମହାଭାରତ ଯୁଦ୍ଧ ଶେଷ ହେବା ପରେ ଧର୍ମରାଜ ଯୁଧିଷ୍ଠିର ଆପଣ ସ୍ୱଜନ ସମ୍ବନ୍ଧୀମାନଙ୍କର ସଂହାର ହେତୁ ଶୋକ ବିହ୍ୱଳ ହୋଇଗଲେ। ସେତେବେଳେ ସେ ଭୀଷ୍ମ ପିତାମହଙ୍କଠାରୁ ବହୁ ଧର୍ମ ଉପଦେଶ ଶୁଣିସାରି ମୋକ୍ଷର ସାଧନ ସମ୍ବନ୍ଧରେ ପଚାରିଥିଲେ। ସେତେବେଳେ ଭୀଷ୍ମ ପିତାମହଙ୍କ ମୁଖରୁ ଯେଉଁ ମୋକ୍ଷ ଧର୍ମ ଆମେ ଶୁଣିଥିଲୁ, ମୁଁ ତାହା ତୁମକୁ ଶୁଣାଉଛି। ତାହା ହେଉଛି ଜ୍ଞାନ, ବୈରାଗ୍ୟ, ବିଜ୍ଞାନ, ଶ୍ରଦ୍ଧା ଓ ଭକ୍ତି ଭାବରେ ପରିପୂର୍ଣ୍ଣ। ହେ ଉଦ୍ଧବ, ମୋର ନିର୍ଦ୍ଧାରିତ ମତ ଏହି ଯେ, ଯେଉଁ ଜ୍ଞାନ ବଳରେ ବ୍ରହ୍ମାଙ୍କଠାରୁ ଆରମ୍ଭ କରି ତୃଣ ପର୍ଯ୍ୟନ୍ତ ସକଳ ବସ୍ତୁରେ ପ୍ରଥମେ ପ୍ରକୃତି, ପୁରୁଷ, ମହାତତ୍ତ୍ୱ, ଅହଙ୍କାର, ପଞ୍ଚତନ୍ମାତ୍ର, ଏପରି 9 ତତ୍ତ୍ୱ, ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚ କର୍ମେନ୍ଦ୍ରିୟ ଓ 1 ମନ, ଏପରି 11 ତତ୍ତ୍ୱ ଏବଂ ପଞ୍ଚ ମହାଭୂତ ଓ 3 ଗୁଣ, ଏପରି 8 ତତ୍ତ୍ୱ ଅର୍ଥାତ୍ ସର୍ବମୋଟ 28 ତତ୍ତ୍ୱ ବ୍ୟାପି ରହିଥିବା ଦେଖିବେ ଏବଂ ତାପରେ ସମସ୍ତ ତତ୍ତ୍ୱ ମଧ୍ୟରେ ଏକମାତ୍ର ପରମାତ୍ମା ତତ୍ତ୍ୱ ହିଁ ବ୍ୟାପି ରହିଥିବା ଦେଖିବେ। ତାହା ହେଉଛି ଜ୍ଞାନ ଅର୍ଥାତ୍ ପରୋକ୍ଷ ଜ୍ଞାନ। କିନ୍ତୁ କୌଣସି ତତ୍ତ୍ୱର ସ୍ୱତନ୍ତ୍ର ସତ୍ତା ନ ଦେଖି କେବଳ ଏକମାତ୍ର ପରମ କାରଣ ବ୍ରହ୍ମକୁ ଦେଖିବା ହେଉଛି ବିଜ୍ଞାନ ଅର୍ଥାତ୍ ଅପରୋକ୍ଷ ଜ୍ଞାନ। ଏହି ଜ୍ଞାନ ଓ ବିଜ୍ଞାନକୁ ଅନୁଭବ କରିବାକୁ ହେଲେ ଶରୀରାଦି ସମସ୍ତ ଦ୍ୱିଗୁଣାତ୍ମକ ଓ ସାବୟବ ପଦାର୍ଥର ଉତ୍ପତ୍ତି, ସ୍ଥିତି ଓ ବିନାଶ ଉପରେ ଅନୁଶୀଳନ କରିବା ଆବଶ୍ୟକ। ସେହି ଏକ ପରମାତ୍ମା ହିଁ ସବୁରି ଆଦି, ମଧ୍ୟ ଓ ଅନ୍ତରେ ରହିଥାନ୍ତି। ସେ ନିଜ ଭିତରୁ ହିଁ ଏହି ବିଶ୍ୱକୁ ସୃଷ୍ଟି କରିଥାନ୍ତି ଏବଂ ଏହି ବିଶ୍ୱରେ ସର୍ବତ୍ର ବ୍ୟାପି ରହିଥାନ୍ତି। ପୁନଶ୍ଚ ଯେତେବେଳେ ପ୍ରଳୟ କରିବାକୁ ପଡ଼େ, ସେତେବେଳେ ସେ ହିଁ ଏହି ବିଶ୍ୱକୁ ନିଜ ଭିତରେ ଲୀନ କରିଦିଅନ୍ତି। ତେଣୁ ସର୍ବଶେଷରେ ଯାହା ରହିଯାଏ, ତାହା ହେଉଛି ସତ୍ ତତ୍ତ୍ୱ। ଶ୍ରୁତି ପ୍ରମାଣ, ପ୍ରତ୍ୟକ୍ଷ ପ୍ରମାଣ, ଐତିହ୍ୟ ଅର୍ଥାତ୍ ମହାପୁରୁଷଙ୍କ ବଚନ ପ୍ରମାଣ ଏବଂ ଅନୁମାନ ପ୍ରମାଣ ଦ୍ୱାରା ଭେଦବୁଦ୍ଧିର ଅସ୍ତିତ୍ୱ ଅର୍ଥାତ୍ ବିଭିନ୍ନ ପ୍ରକାର ତତ୍ତ୍ୱ ଥିବାରୁ କୌଣସି ପ୍ରକାର ସିଦ୍ଧ ହୁଏ ନାହିଁ। ତେଣୁ ବିବେକୀ ପୁରୁଷ ବିଭିନ୍ନ ତତ୍ତ୍ୱରେ ଅସ୍ତିତ୍ୱ ପୋଷଣ କରୁଥିବା ମତର ଉର୍ଦ୍ଧ୍ୱରେ ରହନ୍ତି, ଅର୍ଥାତ୍ ସେମାନଙ୍କୁ ଜ୍ଞାନ ହୁଏ ଯେ ଏକମାତ୍ର ପରମାତ୍ମାଙ୍କ ଭିନ୍ନ ଅନ୍ୟ କିଛି ବି ନାହିଁ। ବିଦ୍ୱାନମାନେ ଉପଲବ୍ଧି କରିବା ଉଚିତ ଯେ ଇହଲୋକର ଭୋଗ ଯେପରି ନାଶବାନ, ଯଜ୍ଞାଦି ଅନୁଷ୍ଠାନ ମିଳିଥିବା ସ୍ୱର୍ଗଲୋକଠାରୁ ଆରମ୍ଭ କରି ବ୍ରହ୍ମଲୋକ ପର୍ଯ୍ୟନ୍ତ ସବୁ ଲୋକର ଭୋଗ ସୁଖ ହେଉଛି ଯେପରି ଅମଙ୍ଗଳକାରୀ, ଦୁଃଖଦାୟୀ ଓ ନାଶବାନ।
हे ନିଷ୍ପାପ ଉଦ୍ଧବ, ମୁଁ ତୁମକୁ ଆଗରୁ ଭକ୍ତି ଯୋଗର ବର୍ଣ୍ଣନା ଶୁଣାଇ ସାରିଛି। ତଥାପି ଯେହେତୁ ସେଥିରେ ତୁମର ବହୁତ ପ୍ରୀତି ରହିଛି, ତେଣୁ ମୁଁ ତୁମକୁ ଭକ୍ତି ପ୍ରାପ୍ତିର ଶ୍ରେଷ୍ଠ ସାଧନ ଅର୍ଥାତ୍ ଉପାୟ ପୁଣି ଥରେ କହୁଛି। ଯେ ମୋର ଭକ୍ତ ହେବାକୁ ଚାହାନ୍ତି, ସେମାନେ ମୋର ଅମୃତମୟ ଲୀଳା କଥାରେ ଶ୍ରଦ୍ଧା ରଖିବା ଆବଶ୍ୟକ। ସେ ନିରନ୍ତର ମୋର ଗୁଣ, ଲୀଳା ଓ ନାମ ସଂକୀର୍ତ୍ତନ କରନ୍ତୁ। ମୋର ପୂଜାରେ ଅତ୍ୟନ୍ତ ନିଷ୍ଠା ରଖନ୍ତୁ ଏବଂ ସ୍ତୋତ୍ର ଦ୍ୱାରା ମୋତେ ସ୍ତୁତି କରନ୍ତୁ। ମୋର ସେବା ପୂଜାରେ ଶ୍ରଦ୍ଧା ରଖନ୍ତୁ ଏବଂ ମୋତେ ସାଷ୍ଟାଙ୍ଗ ପ୍ରଣାମ କରନ୍ତୁ। ସେ ମୋର ଭକ୍ତମାନଙ୍କର ପୂଜାକୁ ମୋ ପୂଜାଠାରୁ ଅଧିକ ମହତ୍ତ୍ୱ ମନେକରି ସେମାନଙ୍କୁ ପୂଜା କରନ୍ତୁ ଏବଂ ସେ ସକଳ ପ୍ରାଣୀଙ୍କଠାରେ ମୋତେ ହିଁ ଦର୍ଶନ କରନ୍ତୁ। ତାଙ୍କର ସକଳ କାର୍ଯ୍ୟକଳାପ କେବଳ ମୋରି ପାଇଁ ଉଦ୍ଦିଷ୍ଟ ହେଉ। ସେ ମୁଖରେ ମୋରି ଗୁଣଗାନ କରନ୍ତୁ ଏବଂ ମନକୁ ମୋତେ ହିଁ ସମର୍ପଣ କରିଦିଅନ୍ତୁ ତଥା ସକଳ କାମନା ଛାଡ଼ି ଦିଅନ୍ତୁ। ସେ ମୋ ନିମନ୍ତେ ସକଳ ଧନ, ସବୁ ଭୋଗ ଓ ସମସ୍ତ ସୁଖ ପରିତ୍ୟାଗ କରିଦିଅନ୍ତୁ ଏବଂ ଯାହା କିଛି ଯଜ୍ଞ, ଦାନ, ହୋମ, ଜପ, ବ୍ରତ ଓ ତପ କରିବେ ସବୁ ମୋରି ନିମନ୍ତେ କରନ୍ତୁ। ହେ ଉଦ୍ଧବ, ଯେଉଁ ମନୁଷ୍ୟ ଉପରୋକ୍ତ ଧର୍ମ ପାଳନ କରନ୍ତି, ତାଙ୍କ ହୃଦୟରେ ମୋ ପ୍ରତି ପ୍ରେମମୟ ଭକ୍ତି ଉଦୟ ହୋଇଯାଏ ଏବଂ ସେ ଏପରି ଭକ୍ତି ଲାଭ କରନ୍ତି ଯାହା ତାଙ୍କ ନିମନ୍ତେ ଆଉ କୌଣସି ବସ୍ତୁ ପ୍ରାପ୍ତ ହେବା ବାକି ରହିଯାଏ। ଏପରି ତାଙ୍କ ନିମନ୍ତେ ଆଉ କେଉଁ ବସ୍ତୁ ବା ପ୍ରାପ୍ତି ହେବା ବାକି ରହିଯାଏ। ଏପରି ଧର୍ମ ପାଳନ କଲେ ଚିତ୍ତରେ ସତ୍ୱଗୁଣ ବୃଦ୍ଧି ପାଏ ଏବଂ ସାଧକ ଶାନ୍ତ ହୋଇଯାଇ ନିଜ ଆତ୍ମାକୁ ମୋଠାରେ ଲଗାଇ ଦିଅନ୍ତି। ତା ଫଳରେ ସାଧକଙ୍କୁ ଭକ୍ତି, ଧର୍ମ, ଜ୍ଞାନ, ବୈରାଗ୍ୟ ଓ ଐଶ୍ୱର୍ଯ୍ୟ ଆପେ ଆପେ ପ୍ରାପ୍ତ ହୋଇଯାଏ। ମନରେ ନାନା ପ୍ରକାର କଳ୍ପନା ଉଦୟ ହେଲେ ମନୁଷ୍ୟର ଇନ୍ଦ୍ରିୟ ଏଣେତେଣେ ଘୂରି ବୁଲନ୍ତି। ଚିତ୍ତ ସ୍ଥିର ହୋଇ ରହେ ନାହିଁ। ତା'ର ଚିତ୍ତ ରଜଗୁଣରେ ଆଚ୍ଛାଦିତ ହୋଇଯାଏ। ଏପରି ସ୍ଥିତିରେ ତା'ର ଭକ୍ତି, ଧର୍ମ, ଜ୍ଞାନ, ବୈରାଗ୍ୟ, ଐଶ୍ୱର୍ଯ୍ୟ ସବୁକିଛି ବିଲୁପ୍ତ ହୋଇଯାଏ। ହେ ଉଦ୍ଧବ, ଯାହାଦ୍ୱାରା ମୋଠାରେ ଭକ୍ତି ଜାତ ହୁଏ, ତାହା ହିଁ ହେଉଛି ଧର୍ମ। ଯାହାଦ୍ୱାରା ବ୍ରହ୍ମ ଓ ଆତ୍ମାର ଐକ୍ୟତ୍ୱ ଉପଲବ୍ଧି ହୁଏ, ତାହା ହିଁ ଜ୍ଞାନ। ବିଷୟମାନଙ୍କ ପ୍ରତି ଅନାସକ୍ତି ଆସିବା ହିଁ ବୈରାଗ୍ୟ ଏବଂ ଅଣିମାଦି ସିଦ୍ଧିଗୁଡ଼ିକ ହେଉଛି ଐଶ୍ୱର୍ଯ୍ୟ। ଉଦ୍ଧବ କହିଲେ, ରିପୁସୂଦନ, ଯମ ଓ ନିୟମ କେତେ ପ୍ରକାର? ହେ ଶ୍ରୀକୃଷ୍ଣ, ସମ କ'ଣ? ଦମ କାହାକୁ କହନ୍ତି ଏବଂ ତିତିକ୍ଷା ଓ ଧୈର୍ଯ୍ୟ କ'ଣ? ଆପଣ ମୋତେ ଦାନ, ତପସ୍ୟା, ଧୈର୍ଯ୍ୟ, ଶୌର୍ଯ୍ୟ, ସତ୍ୟ ଓ ଋତର ସ୍ୱରୂପ ମଧ୍ୟ ବୁଝାଇ ଦିଅନ୍ତୁ। ତ୍ୟାଗ କ'ଣ? ଅଭିଷ୍ଟ ଧନ କାହାକୁ କୁହନ୍ତି? ଯଜ୍ଞ କାହାକୁ କହନ୍ତି? ଦକ୍ଷିଣା କେଉଁ ବସ୍ତୁକୁ ବୁଝାଏ? ହେ ଶ୍ରୀମାନ କେଶବ, ପୁରୁଷର ପ୍ରକୃତ ବଳ କ'ଣ? ଭୋଗ କାହାକୁ କୁହାଯାଏ ଏବଂ ଲାଭ କେଉଁ ବସ୍ତୁକୁ ସୂଚାଏ? ଉତ୍ତମ ବିଦ୍ୟା, ଲଜ୍ଜା, ଶ୍ରୀ ତଥା ସୁଖ ଓ ଦୁଃଖ କ'ଣ? ପଣ୍ଡିତ ଓ ମୂର୍ଖଙ୍କ ଲକ୍ଷଣ କ'ଣ? ସତ୍ମାର୍ଗ ଓ ଅସତ୍ମାର୍ଗର ଲକ୍ଷଣ କ'ଣ? ସ୍ୱର୍ଗ ଓ ନରକ କ'ଣ? କାହାକୁ ଭାଇ ବନ୍ଧୁ ବୋଲି ଗ୍ରହଣ କରାଯାଏ ଏବଂ ଘର କ'ଣ? ଧନବାନ କାହାକୁ କୁହାଯାଏ ଓ ନିର୍ଦ୍ଧନ କାହାକୁ କୁହାଯାଏ? କୃପଣ କିଏ? ଈଶ୍ୱର କାହାକୁ କୁହାଯାଏ? ହେ ଭକ୍ତବତ୍ସଳ ପ୍ରଭୁ, ଆପଣ ମୋତେ ଏସବୁ ପ୍ରଶ୍ନର ଉତ୍ତର ଦିଅନ୍ତୁ ଏବଂ ତା ସହିତ ଏସବୁ ବିପରୀତ ଭାବରେ ମଧ୍ୟ ବ୍ୟାଖ୍ୟା କରନ୍ତୁ। ଭଗବାନ ଶ୍ରୀକୃଷ୍ଣ କହିଲେ, ଅହିଂସା, ସତ୍ୟ, ଅସ୍ତେୟ ଅର୍ଥାତ୍ ଚୋରି ନ କରିବା, ଅସଙ୍ଗତା, ଲଜ୍ଜା, ଅସଞ୍ଚୟ ଅର୍ଥାତ୍ ଆବଶ୍ୟକଠାରୁ ଅଧିକ ଧନ ସଞ୍ଚୟ ନ କରିବା, ଆସ୍ତିକତା, ବ୍ରହ୍ମଚର୍ଯ୍ୟ, ମୌନ, ସ୍ଥିରତା, କ୍ଷମା ଓ ଅଭୟ, ଏ 12ଟିକୁ ଯମ କୁହାଯାଏ। ନିୟମ ମଧ୍ୟ 12ଟି, ଯଥା ଶୌଚ ଅର୍ଥାତ୍ ବାହାର ଭିତର ପବିତ୍ରତା, ଜପ, ତପ, ହୋମ, ଶ୍ରଦ୍ଧା, ଅତିଥି ସେବା, ଭଗବତ ପୂଜା, ତୀର୍ଥଯାତ୍ରା, ପରୋପକାର ପାଇଁ ଚେଷ୍ଟା, ସନ୍ତୋଷ ଓ ଗୁରୁ ସେବା। ସକାମ ଓ ନିଷ୍କାମ ଉଭୟ ପ୍ରକାର ସାଧକଙ୍କ ନିମନ୍ତେ ଏସବୁ ଆବଶ୍ୟକ। ହେ ଉଦ୍ଧବ, ଯେଉଁ ବ୍ୟକ୍ତି ଏସବୁ ପାଳନ କରନ୍ତି, ଏହି ଯମ ଓ ନିୟମ ତାଙ୍କୁ ଇଚ୍ଛା ଅନୁସାରେ ଭୋଗ ଓ ମୋକ୍ଷ ପ୍ରଦାନ କରନ୍ତି। ମୋଠାରେ ବୁଦ୍ଧି ସ୍ଥିର ହୋଇ ଲାଗିବାର ନାମ ହେଉଛି ସମ। ଇନ୍ଦ୍ରିୟ ସଂଯମର ନାମ ଦମ। ଦୁଃଖ ସହିବାର ନାମ ତିତିକ୍ଷା। ଜିହ୍ୱା ଓ ଜନନେନ୍ଦ୍ରିୟ ଉପରେ ବିଜୟ ଲାଭ କରିବାର ନାମ ଧୈର୍ଯ୍ୟ। କୌଣସି ଜୀବକୁ ଦଣ୍ଡ ନ ଦେବା ବା ସମସ୍ତଙ୍କୁ ଅଭୟ ଦେବା ହେଉଛି ପରମ ଦାନ। କାମନା ତ୍ୟାଗ କରିବାକୁ ହିଁ ତପ କୁହାଯାଏ। ନିଜର ବାସନମାନଙ୍କ ଉପରେ ବିଜୟ ଲାଭ କରିବା ହିଁ ଶୌର୍ଯ୍ୟ ଏବଂ ସର୍ବତ୍ର ସମରୂପ ଓ ସତ୍ୟସ୍ୱରୂପ ପରମାତ୍ମାକୁ ଦର୍ଶନ କରିବା ହିଁ ସତ୍ୟ। ସତ୍ୟ ଓ ମଧୁର ଭାଷଣକୁ ମହାତ୍ମାମାନେ ବୃତ୍ତ କହନ୍ତି। କର୍ମରେ ଆସକ୍ତ ନ ହେବା ହିଁ ଶୌଚ। କାମନା ତ୍ୟାଗ କରିବାର ନାମ ସନ୍ନ୍ୟାସ। ଧର୍ମ ହିଁ ହେଉଛି ମନୁଷ୍ୟଙ୍କର ଅଭିଷ୍ଟ ଧନ। ମୁଁ ଅର୍ଥାତ୍ ପରମେଶ୍ୱର ହିଁ ହେଉଛି ଯଜ୍ଞ। ଜ୍ଞାନ ଉପଦେଶ ଦେବା ହିଁ ଦକ୍ଷିଣା। ପ୍ରାଣାୟାମ ହେଉଛି ଶ୍ରେଷ୍ଠ ବଳ। ମୋର ଐଶ୍ୱର୍ଯ୍ୟ ହିଁ ଭୋଗ। ମୋ ପ୍ରତି ଉତ୍ତମ ଭକ୍ତି ହିଁ ହେଉଛି ସର୍ବୋତ୍ତମ ଲାଭ। ଯେଉଁ ବିଦ୍ୟା ଦ୍ୱାରା ବ୍ରହ୍ମ ଓ ଆତ୍ମା ମଧ୍ୟରେ ପ୍ରଭେଦ ନଷ୍ଟ ହୋଇଯାଏ, ତାହା ହିଁ ପ୍ରକୃତ ବିଦ୍ୟା। ପାପ କରିବାକୁ ଘୃଣା ଲାଗିବାର ନାମ ହିଁ ଲଜ୍ଜା। ନିରପେକ୍ଷତା ଅର୍ଥାତ୍ କାହାଠୁ କିଛି ଅପେକ୍ଷା ବା ଆଶା ନ ରଖିବା ଆଦି ଗୁଣ ହିଁ ଶରୀରର ପ୍ରକୃତ ସୌନ୍ଦର୍ଯ୍ୟ ବା ଶ୍ରୀ। ସୁଖ ଦୁଃଖ ରୂପୀ ଦ୍ୱନ୍ଦ୍ୱ କାଳ ପାଇଁ ନଷ୍ଟ ହୋଇଯିବ ହିଁ ସୁଖ। ବିଷୟ ଭୋଗର କାମନା ହିଁ ଦୁଃଖ। ଯେ ବନ୍ଧନ ଓ ମୋକ୍ଷର ତତ୍ତ୍ୱକୁ ଜାଣନ୍ତି, ସେ ହିଁ ପଣ୍ଡିତ। ଯେ ଶରୀର ଆଦିରେ ମୁଁ ଆରୋପ କରିଥାଏ, ସେ ହିଁ ମୂର୍ଖ। ଯେଉଁ ମାର୍ଗ ମନୁଷ୍ୟକୁ ସଂସାର ଆଡ଼ୁ ଦୂରେଇ ନେଇ ମୋ ସଙ୍ଗେ ଭେଟାଇ ଦିଏ, ତାହା ହିଁ ସତ୍ ମାର୍ଗ। ଚିତ୍ତର ବହିର୍ମୁଖତାର ନାମ ଅସତ୍ ମାର୍ଗ। ସତ୍ୱଗୁଣର ବୃଦ୍ଧି ହିଁ ସ୍ୱର୍ଗ ଏବଂ ହେ ସଖା, ତମଗୁଣର ବୃଦ୍ଧି ହିଁ ନରକ। ଗୁରୁ ହିଁ ହେଉଛନ୍ତି ପ୍ରକୃତ ଭାଇ ବନ୍ଧୁ ଏବଂ ମୁଁ ହେଉଛି ସେହି ଗୁରୁ। ଏ ମନୁଷ୍ୟ ଶରୀର ହିଁ ହେଉଛି ପ୍ରକୃତ ଘର ଏବଂ ଯେ ଗୁଣମାନଙ୍କର ସମ୍ପନ୍ନ, ଯାହାଙ୍କ ପାଖରେ ଗୁଣର ଭଣ୍ଡାର ରହିଛି,
से ही प्रकृत धनी। जार चित्तर असंतोष रही अभावबोध रही से ही दरिद्र। जे जितेन्द्रिय नुहे से ही कृपण। जहाँ चित्तवृत्ति विषय आसक्त नुहे से ही होती समर्थ स्वतंत्र और ईश्वर। विपरीत पक्षी जी विषय प्रति आसक्त से सर्वथा असमर्थ। प्रिय उद्धव, तुम्हें जो सब प्रश्न पचारि से सब उत्तर मुझे देदेली। एसबूर अर्थ बुझिले।